ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଇଏ ବଡ଼ ପର୍ବ। ପୁରା ବିଶ୍ୱ ଏହି ଦିନକୁ କରୁଛି ସେଲିବ୍ରେଟ୍। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ଚର୍ଚ୍ଚମାନଙ୍କରେ ଏନେଇ ହୋଇଛି ସୁନ୍ଦର ସାଜସଜା। ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ୍, ରଙ୍ଗୀନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କର ଭିଡ଼। ତେବେ ଏହି ଖୁସିକୁ କେମିତି ବା ହାତଛଡ଼ା କରିବ ଓଡ଼ିଶାର ଆଗଧାଡ଼ିର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍7। ନ୍ୟୁଜ୍7ରେ ବି ବେଶ୍ ଧୁମ୍ଧାମ୍ର ସହ ପାଳନ ହୋଇଛି ଖ୍ରୀଷ୍ଟମାସ। ଏହି ଅବସରକୁ ଆହୁରି ଖାସ୍ କରିଛନ୍ତି ସାଣ୍ଟା। ହଠାତ୍ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ସିକ୍ରେଟ୍ ସାଣ୍ଟା। ବିଭିନ୍ନ ଡିପାର୍ଟମେଣ୍ଟ ବୁଲି ବୁଲି ସମସ୍ତ କର୍ମଚାରୀଙ୍କୁ ଚକୋଲେଟ୍ ଓ ବିଭିନ୍ନ ଉପହାର ଦେବା ସହ ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ସାଣ୍ଟାକୁ ଦେଖି କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ ଓ ଖୁସି। ତେବେ ମନରେ ପ୍ରଶ୍ନ ଆସୁଥିବ, କିଏ ସେହି ସିକ୍ରେଟ୍ ସାଣ୍ଟା? ଖ୍ରୀଷ୍ଟମାସ ଉତ୍ସବ ପାଶ୍ଚାତ୍ୟ ଜଗତରୁ ଆସିଥିଲେ ମଧ୍ୟ ଆମ ଦେଶରେ ମଧ୍ୟ ଏହାକୁ ଅନୁସରଣ କରାଯାଉଛି। ବିଶେଷ କରି କୁନି କୁନି ପିଲାମାନେ ସିକ୍ରେଟ୍ ସାଣ୍ଟାଙ୍କଠାରୁ ଉପହାର ପାଇଁ ଖୁବ୍ ବ୍ୟଗ୍ର ଥାନ୍ତି। ସିକ୍ରେଟ୍ ସାଣ୍ଟା ପଛରେ ରହିଛି ଭିନ୍ନ ଭିନ୍ନ କାହାଣୀ। ହେଲେ ସବୁଠୁ ଅଧିକ ଚର୍ଚ୍ଚିତ କାହାଣୀ ହେଉଛି ଚତୁର୍ଥ ଶତାବ୍ଦୀରେ ତୁର୍କୀରେ ସେଣ୍ଟ ନିକୋଲସ୍ ନାମକ ଜଣେ ବୃଦ୍ଧ ଥିଲେ। ତାଙ୍କୁ ଲୋକେ ଫାଦର ଖ୍ରୀଷ୍ଟମାସ ତଥା ଓଲ୍ଡ ମ୍ୟାନ୍ ଖ୍ରୀଷ୍ଟମାସ ନାଁରେ ସମ୍ବୋଧନ କରୁଥିଲେ। ନିକୋଲସ୍ଙ୍କ ପାଖରେ ଥିଲା ବହୁ ଧନ ସମ୍ପତ୍ତି, କିନ୍ତୁ ତାଙ୍କ ବାପା ମାଙ୍କର ଦେହାନ୍ତ ହୋଇଯାଇଥିଲା। ସେବେଠାରୁ ସେଣ୍ଟ ନିକୋଲାସ୍ ଗରିବ ଲୋକଙ୍କୁ ଲୁଚି ଲୁଚି କରୁଥିଲେ ସାହାଯ୍ୟ, କିନ୍ତୁ ଏକଥା କେହି ଜାଣିପାରୁନଥିଲେ। ଥରେ ନିକୋଲାସ୍ ଜଣେ ଗରିବ ବାପାଙ୍କୁ ସାହାଯ୍ୟ କରିଥିଲେ, ଯିଏ ଅର୍ଥ ଅଭାବରୁ ତାଙ୍କର 3 ଝିଅଙ୍କୁ ବିବାହ କରାଇପାରୁନଥିଲେ। ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିକୋଲାସ୍ ଲୁଚି ଲୁଚି ଏକ ସୁନା ଭର୍ତ୍ତି ବ୍ୟାଗ୍କୁ ଚିମିନି ମଧ୍ୟରୁ ଘର ଭିତରକୁ ଫିଙ୍ଗୁଥିଲେ। ଲଗାତାର 3 ଦିନ ଏପରି କରିବା ପରେ ସେହି ବ୍ୟକ୍ତି ଜଣଙ୍କ ନିକୋଲାସ୍କୁ ଦେଖିଦେଇଥିଲେ। ଏକଥା ପ୍ରଘଟ ନ କରିବାକୁ ନିକୋଲାସ୍ ତାଙ୍କୁ କହିଥିଲେ, ହେଲେ ସେ ଏହି କଥାକୁ ପ୍ରଘଟ କରିଦେଇଥିଲେ। ଆଉ ସେହି ସମୟରେ ଯାହାକୁ କିଛି ବି ଗୁପ୍ତରେ ଉପହାର ମିଳୁଥିଲା ତାହା ନିକୋଲାସ୍ ଦେଉଛନ୍ତି ବୋଲି ସମସ୍ତେ ଭାବୁଥିଲେ। ସେବେଠାରୁ ସାରା ବିଶ୍ୱରେ ଖ୍ରୀଷ୍ଟମାସ ଦିନ ସିକ୍ରେଟ୍ ସାଣ୍ଟା ଉପହାର ଦେବାର ପ୍ରଥା ଚାଲି ଆସୁଛି। ଲାଲ ପୋଷାକ, ପିଠିରେ ଉପହାର ଭରା ବ୍ୟାଗ୍, ହାତରେ ଖ୍ରୀଷ୍ଟମାସ ବେଲ୍, ପାଦରେ ଧଳା ଜୋତା, ମୁହଁରେ ଧଳା ରଙ୍ଗର ନିଶ ଦାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ହେଲେ ମନରେ ପ୍ରଶ୍ନ ଉଠେ, ସାଣ୍ଟା କ୍ଲଜ୍ର ପୋଷାକ ଲାଲ କାହିଁକି? ଏହା ପଛରେ ରହିଛି କିଛି କାହାଣୀ ଓ ବିଶ୍ୱାସ। ଏପରି କୁହାଯାଏ ଯେ ଲାଲ ରଙ୍ଗ ଖୁସି ଓ ଶ୍ରଦ୍ଧାର ପ୍ରତୀକ। ଏହା ବ୍ୟତୀତ ଲାଲ ରଙ୍ଗ ପ୍ରଭୁ ଯୀଶୁଙ୍କ ରକ୍ତର ପ୍ରତୀକ, ଯାହା ମଣିଷ ସମାଜ ପ୍ରତି ପ୍ରେମ, କ୍ଷମା ଓ ଆଶୀଷକୁ ଦର୍ଶାଏ। ସାରା ମାନବ ଜାତିକୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି। ଏହି କାରଣରୁ ଯୀଶୁ ଲାଲ ରଙ୍ଗର ପୋଷାକ ମାଧ୍ୟମରେ ସମାଜକୁ ମାନବିକତାର ଶିକ୍ଷା ଦେଇଥାନ୍ତି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।